ଶାଳି ବଜାତି ମାଇକିନା ଗୋଟେ ଧନ୍ଦା ଲଗେଇଛି ଏଠି। ଶାଳି ଶାନ୍ତିର ଟିକେ ରଖେଇ ବସେଇ ଦଉନି, ଖୁଏଇ ପିଏଇ ଦଉନି। ଆଜି ତ ମସ୍ୟ ଖାଲି ଘରକୁ ବଜାତି ମାଇକିନା ଶାଳି ତଳା ଗୋଟେ ଧନ୍ଦା ଚଲେଇছে। ଆଜି ତାର ଦିନକୁ ମୋର ଦିନେ ଛାଡିବିନି ତାକୁ ଜମା। ଆଜି ଆରେ ଛତି ଆସିଲି ଟିକେ ମାର୍କେଟ ଯିବା। ଆରେ ଦାଦି କୁଆଡେ ଚାଲିଲୁ? ଖରାଲଟାର ସପ ଛତା ଆଧାର କାର୍ଡ ପାଣି ବୋଟଲ ନେଇକି କଣ ହେଇଛି କି? ହେ ତୁ କହନି ରେ ଛତିଆ, ଇଏ ବଜାତ ମାଇକିନା ମତେ ଘରେ ରଖେଇ ଥୁଏଇ ଦଉନି। ସେଇ ଯୋଉ କଣ ଗୋଟେ ମୋ ବାଲଟା ଗୋଟେ ହେଇଛି, ସେଇଟା ପାଇଁ ଆମର ଡେଲି ପାଲା। ଆଚ୍ଛା କହିଲୁ ଦାଦି, ଖୁଡି ସହିତ ତୋର କିଛି ହେଇଛି କି? ହଁ ସେଇ ଯୋଉ କଣ ଗୋଟେ ଯୋଉ ବାଳ ଯୋଜନାଟା ବାହାରିନି ନା, ସେଟା ତ ମୋ ପାଟିରେ ଜମା ପଶୁନି ଆଉ। ହଁ ହଁ ସେଇ ଯୋଉ ରେସନ କାର୍ଡ ରେ EKYC ଭେରିଫିକେସନ ଚାଲିଛି ତ। ଆବେ ତୁ ତ କହୁଛୁ ଏଥିରେ କିଛି ନାହିଁ ବୋଲି। ସେଇଥିପାଇଁ ପରା ଆମ ଘରେ ଡେଲି ପାଲା ତ ଖୁଡିର ମୋର। ଏଇଥିପାଇଁ ପରା ମୁଁ 8 ଦିନ ହେଲା କାନ୍ଥ ଆଡେ ମୁହଁ କରି ଶୁଉଛି। ଦାଦି ଲୋକ ତ ପ୍ରବଳ। ମୁଁ ଏବେ ଜନସେବା କେନ୍ଦ୍ରରୁ ଆସିଲି ମୁନିପଦା। ଆଉ ତୁ ଏତେ ବ୍ୟସ୍ତ କାହିଁ ହଉଛୁ? ହଁ ରେ ତୁ କହନା, ସେ ଜନସେବା କେନ୍ଦ୍ର ଗୁଡା ବର୍ତ୍ତମାନ ପ୍ରବଳ ଭିଡ। ଯେମିତି ମାନେ ଏତେ ଯେ ଭିଡ, ଖାଲି ସେ ଜନସେବା କେନ୍ଦ୍ରରେ ଖାଲି ମାନେ 400 ରୁ 500 ଲେଖା ଯେମିତି ସବୁ ଖାଲି ଦେଖିବ ମାଇକିନା। ଯେମିତି ସେଠି ମାଗଣାରେ ଶାଢୀ ଆଉ ଚିକେନ ଭାତ ଦିଆହଉଛି। ତୁ କହନା, ବିଲୁକୁଲୁ କହନା ସେ କଥା, ଭିଡ କଥା। ହଁ ଦାଦି ପୁରା ତୁ ଠିକ କହିଛୁ। ବିଶ୍ୱାସ କର, ସେଠି ଯୋଉ ମାଇକିନା ଯାଉଛନ୍ତି, ଦେଶୀ କୁକୁଡ଼ା ଦେନେ ବି ମାଗଣା ଖିଆ ଯାହା ଦେବେ ବି ସେ ଖାଇଦେବେ। ଆଜି ୟାକୁ ନେଇକି ଯିମି, ସେଇଠି ତା ଦୋକାନ ଆଗରେ ପାରିବି, ରାତିରେ ସେଇଠି ଶୋଇବି। ସକାଳୁ ଆଗ ମୋ ନମ୍ବର ପଡିବ, ଆଗେ କରିମି ତାପରେ ଆସିମି। ନହେଲେ ବିଲୁକୁଲୁ ଆସିମିନି। ସେଇଥିପାଇଁ ଏସବୁ ଧରିକି ଯାଉଛି। ଓ ନହେଲେ ତୁ ଆ ଗାଡିରେ ବସ, ମୁଁ ତ ନରହରି ପାଖକୁ ନେଇଯିବି, କରିଦେଇକି ପଳେଇ ଆସିବା ଆଉ। ହଁ ରେ ତୁ ଚାଲନି ଚାଲନି, ମତେ ଟିକେ ନେଇ ଚାଲନି। ନହେଲେ ସେଇଠି କରିଦେଇ ଆସିବା, ନହେଲେ ମୁଁ ସେଇଠି ସପ ପାରିନି ଆଉ। ଆଚ୍ଛା ଭିଡିଓଟି ଭଲ ହବ ତ? ଆରେ ନିହାତି ଗ୍ୟାରେଣ୍ଟି ଭଲ ହବ। ତାହେଲେ ନିଶ୍ଚିତ ଭାବରେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ। ଭିଡିଓଟି ପୁରା ଦେଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର କରନ୍ତୁ। ସବସ୍କ୍ରାଇବ କରିବା ପାଇଁ ଭୁଲିବେନି। ଆଗାମୀ ଭିଡିଓ ସୁଭଦ୍ରା ପାର୍ଟ 2 ଆସୁଛି।